ସମସ୍ତେ କହନ୍ତି ଆଜ୍ଞା କାଳର ବଶ ଏ ଜଗତ ପ୍ରାଣୀଏ କାଳର ଆୟତ୍ତ। ତେବେ ପ୍ରକୃତରେ କାଳ କିଏ? ଖାଲି ଏତିକି ନୁହେଁ, ଆହୁରି ମଧ୍ୟ ଶାସ୍ତ୍ର ପ୍ରମାଣ ଦେଇଛନ୍ତି କାଳ ଆସୁଛି ବାଳ ଧରି ଆୟତ୍ତ ନୁହଁଇକା। ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାଳ ହସ୍ତେ ବନ୍ଧା ପକାନ୍ତି ତାହା ପାଶୋରି। ତେବେ ପ୍ରକୃତରେ କାଳ କିଏ? କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ତେବେ ସଂସାରରେ ସର୍ବବୃହତ୍ ଶକ୍ତି ହେଉଛନ୍ତି ଆଜ୍ଞା କାଳ। ତେବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବ, ପ୍ରକୃତରେ କାଳ କିଏ? କେଉଁ ଦେବତାଙ୍କୁ ଆମେ କାଳ ବୋଲି ସମ୍ବୋଧନ କରୁଛେ ଏବଂ କାଳ ଦ୍ୱାରା ଆମେ ସବୁ କେମିତି ଭାବରେ ପରିଚାଳିତ ହେଉଛେ? ନିଶ୍ଚିତ ଭାବରେ ଏହାର ଗୂଢ଼ ରହସ୍ୟକୁ ଆପଣମାନଙ୍କ ଆଗରେ ନିଶ୍ଚିତ ଭାବରେ ଉପସ୍ଥାପନ କରିବା। କାଳ ପ୍ରକୃତରେ କେତେକ କହନ୍ତି ଆଜ୍ଞା, ଆମ ପୁରାଣ ଶାସ୍ତ୍ରରେ ପ୍ରମାଣ ଅଛି ଆଜ୍ଞା, ଯମଙ୍କୁ କାଳ ବୋଲି କୁହାଯାଏ। ଯିଏ ହେଉଛନ୍ତି ଆଜ୍ଞା ମୃତ୍ୟୁର ଦେବତା। ଏ ସଂସାର ଭୂମିର ଲୀଳା ଯେତେବେଳେ ସମାପନ ହୁଏ, ଯେତେବେଳେ ସଂସାରର କର୍ମ ସମାପନ କରି ଇଏ ଜୀବ ଯେତେବେଳେ ସଂସାର ଛାଡ଼ି ଏ ସଂସାର କ୍ଷେତ୍ରକୁ ଛାଡ଼ି ଏ ସଂସାରରୁ ବିଦାୟ ନେବାକୁ ଯାଏ, ସେତିକି ବେଳେ କାଳ ଦ୍ୱାରା ଇଏ କର୍ମ ସମ୍ପାଦନ ହୋଇଥାଏ। କାଳ ଦ୍ୱାରା ଆମେ ସବୁ କବଳିତ ହୋଇଛେ। ତେବେ ଆମ ଶାସ୍ତ୍ର ପୁରାଣ କହୁଛନ୍ତି ମୃତ୍ୟୁର ଦେବତା ଯିଏ ହେଉଛନ୍ତି ଆଜ୍ଞା ଯମ, ସେ ହେଉଛନ୍ତି କାଳ। ତେଣୁ ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି, ଭବସାଗରୁ ତରି ଯାଆନ୍ତି। ପ୍ରକୃତରେ ଶାସ୍ତ୍ରରେ ଯେଉଁ ଗୂଢ଼ ରହସ୍ୟ ଗୂଢ଼ ନିର୍ଯାସ ଅଛି, ତତ୍ତ୍ୱାର୍ଥଟା କ'ଣ? କାହାଙ୍କୁ ଆଜ୍ଞା କାଳ ବୋଲି କୁହାଯାଇଛି? ଯାହାଦ୍ୱାରା ଇଏ ମଣିଷ ମୃତ୍ୟୁ ମୁଖରେ ପଡ଼ୁଛି, ମଣିଷ ବିନାଶ ମୁଖକୁ ଯାଉଛି, ସେଇ ହେଉଛନ୍ତି ପ୍ରକୃତରେ କାଳ। ଆସନ୍ତୁ ଜାଣିବା ପ୍ରକୃତରେ କାଳ କିଏ? ନା ମଣିଷ ଯେଉଁ କର୍ମ ସମ୍ପାଦନ କରେ, ନିଜ ଇଚ୍ଛାରେ କିଛି କର୍ମ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଅନିଚ୍ଛା ସତ୍ତ୍ୱେ କିଛି ଆଜ୍ଞା ଅନୀତି କର୍ମକୁ ମଧ୍ୟ ସମ୍ପାଦନ କରିଥାଏ। ତେଣୁ ଭାଗବତ ପ୍ରମାଣ ଦେଇଛନ୍ତି, ଯେ ଯାହା କରଣୀର ଫଳ ଭୋଗ ଭୁଞ୍ଜଇ ମହିତଳ। ଯିଏ ଯେଉଁ ପ୍ରକାର କର୍ମ କରିବ କର୍ମଟି ଅଟେ ମୂଳ ବୀଜ ବୃକ୍ଷ ଅଙ୍କୁରି ଉଠେ ତେଜ। ଯେଉଁ କର୍ମ ସମ୍ପାଦନ କରିବେ ସେହି କର୍ମ ଦ୍ୱାରା ମଣିଷ ନିଶ୍ଚିତ ଭାବରେ ଫଳ ପ୍ରାପ୍ତି ହେବ। ତେବେ ଆସନ୍ତୁ ଜାଣିବା ପ୍ରକୃତରେ କାଳ କାହାକୁ କୁହାଯାଇଛି। ତତ୍ତ୍ୱାର୍ଥ ପରିପ୍ରକାଶ କରେ। ଶରୀର ଅବିଦ୍ୟା ଯାର ଜଡ଼େନ୍ଦ୍ରିୟ ତାଏ କାଳ। ଶରୀର ଅବିଦ୍ୟା ରୂପକ ଶରୀରରେ, ଏ ଶରୀରରେ ଯେଉଁ ଅବିଦ୍ୟା ରହିଛି, ଶରୀର ଅବିଦ୍ୟା ଯାର ଜଡ଼େନ୍ଦ୍ରିୟ ତାଏ କାଳ। ତେବେ ଇନ୍ଦ୍ରିୟ କଥା ଯଦି ଆମେ ବିଚାରକୁ ନେବା, ଆମ ଶରୀର ମଧ୍ୟରେ ମୁଖ୍ୟତଃ ଆଜ୍ଞା ଏକାଦଶ ଇନ୍ଦ୍ରିୟ। ଏକାଦଶ ଇନ୍ଦ୍ରିୟ ମଧ୍ୟରୁ ଜ୍ଞାନେନ୍ଦ୍ରିୟ 5 ଏବଂ କର୍ମେନ୍ଦ୍ରିୟ 5 ଏବଂ ମନକୁ ମିଶେଇ ହେଇଛି ଏକାଦଶ ଇନ୍ଦ୍ରିୟ। ଇନ୍ଦ୍ରିୟ ହେଉଛନ୍ତି 10 ଯୁକ୍ତ ଗୋଟିଏ ହେଲା ମନ। ତେଣୁ ଇଏ ହେଲା ଆଜ୍ଞା ମନକୁ ମିଶେଇ ଏକାଦଶ ଇନ୍ଦ୍ରିୟ ବୋଲି କୁହାଯାଏ। କାହିଁକି ଏ କଥା ମୁଁ କହୁଛି ଆଜ୍ଞା, ସଂସାରେ ଏ ଦେହ ମନ ଆୟତ୍ତ
ମୁକ୍ତ ସେ ମନ ପୁଣି ଗୋ ଇନ୍ଦ୍ରିୟ ବଶ ଇନ୍ଦ୍ରିୟ ପ୍ରକୃତି ବଳେ ପ୍ରକାଶ। ସଂସାରରେ ଇଏ ଦେହ ହେଉଛି ମନର ଅଧୀନ, ଇନ୍ଦ୍ରିୟାଣାଙ୍ଗ ମନନାଥ ବୋଲି କୁହାଯାଏ। ତେବେ ଯେଉଁ କର୍ମେନ୍ଦ୍ରିୟ ପାଞ୍ଚ ଏବଂ ଜ୍ଞାନେନ୍ଦ୍ରିୟ ପାଞ୍ଚ, ଚକ୍ଷୁ ମୁଖ ନାସା କର୍ଣ୍ଣ, ଏସବୁ ଆଜ୍ଞା ଜ୍ଞାନେନ୍ଦ୍ରିୟରେ ଏବଂ କର୍ମେନ୍ଦ୍ରିୟ ଆଜ୍ଞା ପାଦ ଯେଉଁ ଗମନ କରୁଛି, ହସ୍ତ ଯେଉଁ କର୍ମ ସମ୍ପାଦନ କରୁଛି, ଏସବୁ ଆଜ୍ଞା ହେଉଛନ୍ତି ଆଜ୍ଞା କର୍ମେନ୍ଦ୍ରିୟ। ମନକୁ ମିଶାଇ ଏକାଦଶ ଇନ୍ଦ୍ରିୟ। ବୈଷ୍ଣବ ଶାସ୍ତ୍ର ପ୍ରମାଣ ଦେଇଛନ୍ତି ଶରୀର ଅବିଦ୍ୟାଜାର ଜଡ଼େନ୍ଦ୍ରିୟତାଏ କାଲ କାମ କ୍ରୋଧ ଲୋଭ ମୋହମଦ ମାତ୍ସର୍ଯ୍ୟ, ଏ ଯେଉଁ ଇନ୍ଦ୍ରିୟ ଜୀବ ଯେତେବେଳେ କର୍ମ ସମ୍ପାଦନ କରେ, କିଛି ଅନୀତି କର୍ମ ସମ୍ପାଦନ କାହିଁକି କରେ? ଯେଉଁଟା ଭୁଲ କର୍ମ ଜାଣି ମଧ୍ୟ ଥରେ ଥରେ ଭୁଲ କରିବା ପାଇଁ ମଧ୍ୟ ମଣିଷ କେବେ ପଛେଇ ଯାଏନି। ତେଣୁ ମଣିଷ ଯଦି ବିନାଶ ମୁଖକୁ ଯାଏ ବା ପତନ ମୁଖକୁ ଯାଏ, ମୁଖ୍ୟ କାରଣ ହେଉଛି ଆଜ୍ଞା ଯେତେବେଳେ ଇନ୍ଦ୍ରିୟାସକ୍ତ ହୁଏ ଜୀବ, ଅର୍ଥାତ୍ ଏ ଯେଉଁ ଶରୀର ଅବିଦ୍ୟାଜାର ଜଡ଼େନ୍ଦ୍ରିୟତାଏକା ଜଡ଼ ଇନ୍ଦ୍ରିୟର ବଶବର୍ତ୍ତୀ ହୋଇ ମଣିଷ ଯେତେବେଳେ ଅପକର୍ମ କରେ, ନ୍ୟାୟ ଅନ୍ୟାୟର ଜ୍ଞାନକୁ ଆଜ୍ଞା ହଜେଇ ଦେଇ ନ୍ୟାୟ ଅନ୍ୟାୟ ବିଚାର ନ କରି ଯେକୌଣସି କର୍ମ ସମ୍ପାଦନ କରେ ଇନ୍ଦ୍ରିୟାସକ୍ତ ହୋଇ, ସେତିକି ବେଳେ ଜୀବ ହୁଏତ ଉନ୍ନତ ମାର୍ଗକୁ ଯାଏ, ନହେଲେ ପତନ ମୁଖକୁ ଯାଏ। ତେଣୁ ଇନ୍ଦ୍ରିୟାସକ୍ତ ଜୀବ ନିଶ୍ଚିତ ଭାବରେ ଯେଉଁ କର୍ମ ସମ୍ପାଦନ କରିବ ତାହା କେବେ ନ୍ୟାୟୋଚିତ କର୍ମ ହୋଇନଥିବ, ନିଶ୍ଚିତ ଭାବରେ ପତନ ମୁଖକୁ ଆଜ୍ଞା ସେତିକି ବେଳେ ଜୀବ ଆଜ୍ଞା ଯାଏ। ତେବେ ଇନ୍ଦ୍ରିୟାସକ୍ତ ଜୀବ ଯେତେବେଳେ ପତନ ମୁଖକୁ ଯାଏ, ଇନ୍ଦ୍ରିୟାଧୀନ ହୋଇ ବିଶେଷ ଅପକର୍ମ ସମ୍ପାଦନ କରି ସେ ପତନ ମୁଖକୁ ଧୀରେ ଧୀରେ ଆଜ୍ଞା ଗତି କରେ। ତେବେ ମୋର କହିବାର ଉଦ୍ଦେଶ୍ୟ ପ୍ରକୃତ କାଳ କିଏ? କାଳ ଆସୁଛି ବାଳ ଧରି ଆୟତ୍ତ ନୁହଁଇ କାହାରି। ଅର୍ଥାତ୍ ଜୀବ ଯେତେବେଳେ ଇନ୍ଦ୍ରିୟାସକ୍ତ ହୁଏ, ପ୍ରକୃତରେ ନ୍ୟାୟ ଅନ୍ୟାୟ କଥାକୁ ଆଜ୍ଞା ଭୁଲିଯାଏ। ଯେକୌଣସି କର୍ମ ଅନ୍ୟାୟ କର୍ମ ସମ୍ପାଦନ କରିବାକୁ ଅନୀତି ମାର୍ଗରେ ମଧ୍ୟ ଜୀବ ପରିଚାଳିତ ହୁଏ। ସେତିକିବେଳେ ଶରୀର ଅବିଦ୍ୟାଜାର ଜଡ଼େନ୍ଦ୍ରିୟତାଏ କାଳ, ଇଏ ଜଡ଼ ଇନ୍ଦ୍ରିୟର ବଶବର୍ତ୍ତୀ ଜୀବ ଯେତେବେଳେ ହୁଏ, ନିଶ୍ଚିତ ଭାବରେ କାଳ ଭାବରେ ସେ ରହିଥାଏ। ନିଶ୍ଚିତ ଜୀବକୁ ପତନ ମୁଖକୁ ନେଇଯାଏ ଆଜ୍ଞା ତାର ଇନ୍ଦ୍ରିୟ। ତେଣୁ ଇଏ ସଂସାରରେ ସର୍ବବୃହତ୍ ଶକ୍ତି କାଳ ଆସୁଛି ବାଳ ଧରି ଆୟତ୍ତ ନୁହଁଇ କାହାରି। ଅର୍ଥାତ୍ ଯଦି ପତନ ମୁଖକୁ ଯିବ, ସେଇ ଇନ୍ଦ୍ରିୟ ପାଇଁ ଯିବ ଆଜ୍ଞା ଉନ୍ନତ ମାର୍ଗକୁ ଯିବ, ନହେଲେ ଇନ୍ଦ୍ରିୟ ପାଇଁ ଯିବ ଯିବ ପତନ ମୁଖକୁ। ତେଣୁ ଅସଳ କାଳ ନାହିଁ, କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ଅର୍ଥାତ୍ ନିଜର କର୍ମାନୁସାରେ ଫଳ ଭୋଗିବାକୁ, ଏକାନ୍ତ ଭାବରେ ଫଳ ଭୋଗିବାକୁ ପଡ଼ିବ। ଯେଉଁ ପ୍ରକାର କର୍ମ ସମ୍ପାଦନ କରିବ ଯିବ, କର୍ମ ଅନୁସାରେ ଫଳ ତାକୁ ନିଶ୍ଚିତ ଭାବରେ ଭୋଗିବାକୁ ପଡ଼ିବ। ଉନ୍ନତ କର୍ମ କଲେ ଉନ୍ନତ ମାର୍ଗକୁ ଯିବ, ଉନ୍ନତ ଗତି ହେବ, ଊର୍ଦ୍ଧ୍ୱଗତି ହେବ ଜୀବର। ଯଦି ପତନ ମୁଖକୁ ଯିବ, ଇନ୍ଦ୍ରିୟାସକ୍ତ କର୍ମ ସମ୍ପାଦନ କରିବ, ତେବେ ଜୀବ ନିଶ୍ଚିତ ପତନ ମୁଖକୁ ଯିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ତେଣୁ ଆଜି ଆପଣମାନଙ୍କ ଆଗରେ ଯେଉଁ କଥାବସ୍ତୁ ମୁଁ ଉପସ୍ଥାପନ କଲି, କାଳ ଆସୁଛି ବାଳ ଧରି ଆୟତ୍ତ ନୁହଁଇ କାହାରି। କାଳର ବଶ ଏ ଜଗତ ପ୍ରାଣୀ, ଏ କାଳର ଆୟତ୍ତ। ଆମେ ସବୁ କାଳ ଅଧୀନରେ ରହି ଏସବୁ କର୍ମ ସମ୍ପାଦନ କରୁଛେ। ତେଣୁ ଯଦି ଜୀବ ମୁକ୍ତିର ଦ୍ୱାରକୁ ଯିବ ବା ମୁକ୍ତିର ପଥ ଦର୍ଶନ କରିବ, କେବଳ ଆଜ୍ଞା ଇନ୍ଦ୍ରିୟକୁ ତ୍ୟାଗ କରି ସତ୍ୟ ଶାନ୍ତି ଦୟା କ୍ଷମା ଇଏକୁ ଜାଗ୍ରତ କରି ଗୁରୁ ସଦ୍ଗୁରୁଙ୍କର ଶରଣାପନ୍ନ ହୋଇ ଉଚିତ ମାର୍ଗରେ ଯିବ ଆଜ୍ଞା ପରିଚାଳିତ ହେଲେ, ନିଶ୍ଚିତ ଭାବରେ ଏ ସଂସାର କ୍ଷେତ୍ରରୁ ଜୀବର ଆଜ୍ଞା ମୁକ୍ତି ଲାଭ, ମୁକ୍ତି ମିଳିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ତେବେ ଆଜି ଏ ପୁରାଣ ରହସ୍ୟ ମାଧ୍ୟମରେ ଯେଉଁ କଥାବସ୍ତୁ ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପନ କଲି, କେବଳ ଏ ସଂସାରରେ ସର୍ବବୃହତ୍ ଶକ୍ତି ହେଲେ କାଳ। ତେଣୁ କାଳକୁ ନେଇ ଆଜିର କଥାବସ୍ତୁ ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପନ କଲି। ତେଣୁ ଇନ୍ଦ୍ରିୟ ହେଉଛି ଆଜ୍ଞା ଶରୀର ଅବିଦ୍ୟାଜାର ଜଡ଼େନ୍ଦ୍ରିୟତାଏ କାଳେ, ଇନ୍ଦ୍ରିୟ ହେଉଛନ୍ତି ପ୍ରକୃତରେ କାଳ। ତେଣୁ
प्रकृत रे ये इंद्रिय को वशीभूत करी जदि सत्कर्म जीव आज्ञा परिचालित हुए नियमित कर्म रे जदि परिचालित हुए निश्चित भाव रे ये जीव आज्ञा मुक्ति लाभ करिवो। कथावस्तु इंद्रिय को नहीं आपण मान आगे जो परिप्रकाश कली कथावस्तु को विश्राम दौची परवर्ती अध्याय रे आउ गोटे सुंदर कथावस्तु नहीं आपण मान आगे मु उपस्थापन करी। से सर्वे भवन्तु सुखीन सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग भवेत्। ओम शांति ओम शांति ओम शांति।